ଚାଲନ୍ତୁ ଆଜି ପ୍ରସ୍ତୁତ କରିବା ଲାଉ ପିଠା ନରମ ସୁସ୍ୱାଦୁ ପୁଷ୍ଟିକର। ଏହା ପାଇଁ ଆମେ ପ୍ରଥମେ ଅରୁଆ ଚାଉଳକୁ 2-3 ଘଣ୍ଟା ପାଣିରେ ବତୁରାଇ ଦେବା। ଲାଉକୁ ଆଣି ଭଲ ଭାବରେ ଚୋପା ଛଡ଼ାଇ ଦେବା। ଲାଉକୁ ମଝିରୁ କାଟି ଚୋପା ଛଡ଼ାଇଲେ ଏହା ସହଜରେ ଚୋପା ଛାଡ଼ି ଯାଇଥାଏ। ଲାଉକୁ ଏହିପରି ଭାବରେ ଛୋଟ ଛୋଟ ପିସ୍ କରି କାଟି ଦେବେ ଓ ଏହାକୁ ଗରମ ପାଣିରେ 2-3 ମିନିଟ୍ ସିଝାଇ ଛାଣି ନେବେ। ଚାଉଳକୁ ମଧ୍ୟ ପାଣିରୁ ଛାଣି ନେବେ। ଲାଉ ଓ ଅରୁଆ ଚାଉଳ ମିଶ୍ରଣକୁ ଭଲ ଭାବରେ ଆପଣ ଗୋଳାଇ ରଖିବେ। ଏହିପରି ଭାବରେ ଲାଉ ଓ ଅରୁଆ ଚାଉଳକୁ ଗୋଳାଇ ଦେବେ। ଏହାପରେ ଏହାକୁ ଗ୍ରାଇଣ୍ଡରରେ ଗ୍ରାଇଣ୍ଡ କରିଦେବେ। ଗ୍ରାଇଣ୍ଡ କଲାବେଳେ ଟିକେ ଟାଇଟ୍ ହେବ, ସେଥିପାଇଁ ଆପଣ ଅଳ୍ପ ପାଣି ଦେବେ। ଏହାପରେ ନଡ଼ିଆକୁ ଛୋଟ ଛୋଟ ପିସ୍ କରି କାଟିଦେବେ ବା ନଡ଼ିଆ କୋରିକି ରଖିଦେବେ। ଯାହାକୁ ଯେଉଁ ପ୍ରକାର ଭଲ ଲାଗିବ ସେ ସେହି ପ୍ରକାର କରିପାରିବେ। ବାଟିଥିବା ପିଠଉ ସେଥିରେ ଆପଣ କୋରିଥିବା ନଡ଼ିଆକୁ ପକାଇ ଦିଅନ୍ତୁ ଓ ଏହାକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ। କ୍ୱାଣ୍ଟିଟି ବା ପରିମାଣ ଦେଖିକି ଆପଣ ସେଥିରେ ଲୁଣ ଦେବେ। ଆପଣ ସେଥିରେ ଚିନି ମଧ୍ୟ ପକାଇ ପାରିବେ। ଯାହାକୁ ଚିନି ପସନ୍ଦ ନାହିଁ ସେ ଖାଲି ମଧ୍ୟ ଖାଇପାରିବେ। ଏହି ମିଶ୍ରଣକୁ ଭଲ ଭାବେ ଗୋଳାଇ ଦିଅନ୍ତୁ। ସେଥିରେ ଆପଣ 2ଟି ଗୁଜୁରାତିକୁ ଭଲ ଭାବରେ ଗୁଣ୍ଡ କରି ପକାଇ ଦିଅନ୍ତୁ। ଆପଣ ଯଦି ଚାହିଁବେ ସେଥିରେ କିସମିସ୍ ଓ କାଜୁ ମଧ୍ୟ ପକାଇ ପାରିବେ। ଏହି ମିଶ୍ରଣକୁ ଅଧଘଣ୍ଟା ଘୋଡ଼ାଇ ରଖି ଦିଅନ୍ତୁ। ଏହାପରେ କଡ଼େଇରେ ତେଲ ଗରମ କରନ୍ତୁ। ଏହିପରି ଭାବରେ ଆପଣଙ୍କ ପିଠଉକୁ ପତଳା ଚକୁଳି କରନ୍ତୁ ବା ମୋଟା ଚକୁଳି କରନ୍ତୁ। ଆପଣ ଚାହିଁଲେ ମଧ୍ୟ ପୋଡ଼ ପିଠା କରିପାରିବେ। ପତଳା ଚକୁଳି ତ ଶୀଘ୍ର ହେଇଯାଏ, କିନ୍ତୁ ମୋଟା ଚକୁଳି ବା ପୋଡ଼ ପିଠା ହେଇଛି କି ନାହିଁ ଜାଣିବା ପାଇଁ ଆପଣ ଗୋଟେ ଛୁରୀ ସାହାଯ୍ୟରେ ବା ଯେକୌଣସି ସ୍ପୁନ୍ ସାହାଯ୍ୟରେ ଏହିପରି ଭାବେ କରିବେ। ଯଦି ଲାଗୁଛି ଜାଣିବେ ପିଠା ହେଇନି, ଯଦି ନ ଲାଗୁଛି ଜାଣିବେ ପିଠା ହେଇଯାଇଛି। ଏବେ ଆପଣଙ୍କର ପତଳା ଚକୁଳି ବି ରେଡ଼ି, ଆପଣଙ୍କର ମୋଟା ଚକୁଳି ବି ରେଡ଼ି। ମୋଟା ଚକୁଳିକୁ ଏହିପରି ଭାବରେ ପିସ୍ ପିସ୍ କରିଦେବେ। ପତଳା ଚକୁଳିକୁ ଆପଣ ଚଟଣି, ଦହି, ତରକାରୀ ଯେକୌଣସିରେ ଖାଇପାରିବେ। ଏହିପରି ପିସ୍ ପିସ୍ କାଟି ଆପଣ ଚିକେନ୍, ମଟନ୍ ଯେକୌଣସି ତରକାରୀରେ ମଧ୍ୟ ଖାଇପାରିବେ। ଆପଣଙ୍କୁ ଯେମିତି ଭଲ ଲାଗିବ ଆପଣ ସେମିତି ଖାଇବେ। ଦେଖନ୍ତୁ କେତେ ସ୍ପଞ୍ଜି ଆଉ କେତେ ସ୍ମୁଥ୍ ହେଇଛି। ଖାଆନ୍ତୁ, ଖୁଆନ୍ତୁ। କେମିତି ଲାଗିଲା କମେଣ୍ଟ ବକ୍ସରେ ନିଶ୍ଚିତ ଜଣାନ୍ତୁ।